କରିବି ଯଦି କିଛି ଭୁଲ ହୁଏ ତେବେ ଆପଣ ମାନେ ତାକୁ ଠିକ କରି ବୁଝି ନେବେ। ଆଜିର ଆମର ଯୋଉ ଟପିକ ରହିଛି ପିଲାମାନଙ୍କୁ ଆମେ କିପରି ଇଷ୍ଟମୁଖୀ କରିବା। ଶୁଣା ହଉଛି ତ? ହଁ ଆଜ୍ଞା ମା ଆଜ୍ଞା ଆଜ୍ଞା। ତ ଏଇଟା ଗୋଟେ ସେନସିଟିଭ ଟପିକ ଗୋଟେ ମାନେ ସମସ୍ତଙ୍କ ଜୀବନରେ ସମସ୍ତେ ସବୁବେଳେ ଭାବିଥାନ୍ତି ଆମ ପିଲା ଟା କେମିତି ଭଲ ହବ ବା ପିଲା ଟା କେମିତି ଆମର ଗୋଟେ ଭଲ ମଣିଷ ହେଇକି ଦୁନିଆରେ ଛିଡା ହବ ଏଇଟା ସମସ୍ତେ ଚିନ୍ତା କରିଥାନ୍ତି। ତ ସେଥିପାଇଁ ଆମେ ତାକୁ ସାନ ବେଳୁ ଦୀକ୍ଷା ବି ଦଉ ତାକୁ ଇଷ୍ଟଭୂତି ବି କରା ଶିଖଉ ସବୁ କିଛି ଜିନିଷ କରୁ ପରେ ବି ପିଲାମାନେ କାହିଁକି ଇଷ୍ଟମୁଖୀ ହଉନାହାନ୍ତି ଆଜିକା ଡେଟ ରେ କାହିଁକି ପିଲାମାନେ ଠାକୁରଙ୍କ ରାସ୍ତାରୁ ଦୂରକୁ ଚାଲି ଯାଉଛନ୍ତି ଏଇ ଜିନିଷ ହିଁ ଆଜି ଆଲୋଚନା କରିବା ଏଇ ସମସ୍ୟା ଟା ଆଜି ମାନେ ଗୋଟେ ପ୍ରତି ପରିବାରରେ ହିଁ ଏଇ ସମସ୍ୟା ଦେଖା ହଉଛି ପ୍ରତି ଦୀକ୍ଷିତ ପରିବାରରେ ଅଛନ୍ତି କିଛି ପରିବାର ଯୋଉମାନେ କି ତାଙ୍କ ପିଲାମାନଙ୍କୁ ସେମାନେ ଛୋଟ ବେଳୁ ହିଁ ଠାକୁରଙ୍କ ଆଡକୁ ଅ ଆଣୁଛନ୍ତି ବା ତାଙ୍କୁ ଠିକ ଭାବରେ ପରିଚାଳନା କରିକି ନଉଛନ୍ତି ଯାହା ଫଳରେ ପିଲାଟି ଭଲ ମଣିଷ ହେଇପାରୁଛି ଆଉ ଇଷ୍ଟମୁଖୀ ବି ହେଇପାରୁଛି କିନ୍ତୁ ପ୍ରାୟତଃ ଦେଖିବାକୁ ଗଲେ 70% ପରିବାରରେ ବାପା ମା ଦୀକ୍ଷିତ ସ୍ୱସ୍ତନୀ ହୋଲ୍ଡର କିନ୍ତୁ ପିଲାଟି ସେପରି ହେଇ ଉଠିନି ତାର କାରଣ କଣ ଏଠି କୋଉ କୋଉ କାରଣ ପାଇଁ ପିଲାଟି ଆମର ଠାକୁରଙ୍କ ରାସ୍ତାରେ ଯାଉନି ଠାକୁରଙ୍କ କାମ କରିବାକୁ ବା ଠାକୁରଙ୍କ ଭାବଧାରା ରହିବାକୁ ତାକୁ ଭଲ ଲାଗୁନି ସେଇଟା ହିଁ ଆମେ ଆଲୋଚନା କରିବାକୁ ଯିବା ଆମର ଘରେ ଘରେ ଆମେ ଦେଖୁ ସବୁବେଳେ ଯେ ପିଲାଟି ହୁଏତ ଠିକ ସମୟରେ ଇଷ୍ଟଭୂତି କରୁନି ଦୁଇ ବେଳା ଠିକ ସେ ପ୍ରାର୍ଥନାରେ ବସୁନି ବାପା ମା ସତ୍ସଙ୍ଗରେ ବସିଲେ ବି ସିଏ ତାର ସାଙ୍ଗ ମାନଙ୍କ ସହିତ ବୁଲିବାକୁ ପଳଉଛି ମାନେ ଏଇ ସବୁ ଜିନିଷ ଆମେ ଦେଖୁ ତ ଏଇଗୁଡା ଦେଖିକି ବାପା ମା ଦୁଃଖିତ ତ ନିଶ୍ଚିତ ହେବେ କାରଣ ଠାକୁର ବି କହିଛନ୍ତି ଯେ ତୁମେ ଯେତେ ବି ଇଷ୍ଟକର୍ମ କର ନା କାହିଁକି ଯଦି ତୁମ ସନ୍ତାନ ସନ୍ତତି ମଧ୍ୟରେ ମତେ ତୁମେ ପ୍ରତିଷ୍ଠିତ ନ କଲ ତେବେ ତୁମେ ମାନେ ମତେ ଠକିଦେଲ ତେଣୁ ନିଶ୍ଚିତ ଭାବରେ ଆମେ ସମସ୍ତେ ଚାହିଁବା ଯେ ଆମର ପିଲାଟି କିପରି ଠାକୁରଙ୍କର ହେଇ ଉଠୁ କାରଣ ପିଲାଟି ଯଦି ଠାକୁରଙ୍କର ନ ହୁଏ ତାହେଲେ ଆଗାମୀ ପିଢିରେ ଠାକୁର ଆମର ରହିବେ କିପରି ଠାକୁରଙ୍କର ଏଇ ଯୋଉ ଧାରା ଟା ଚାଲିଛି ସେଇଟା ରହିବ କିପରି ନିଶ୍ଚିତ ଭାବରେ ଦିନେ ନା ଦିନେ ସେ ବନ୍ଦ ହେଇଯିବ ତେଣୁ ଆମେ ସମସ୍ତେ ସେଇଟା ଚେଷ୍ଟା କରୁ ଆଉ ବହୁତ ଜଣଙ୍କୁ ପ୍ରଶ୍ନ ବି କରୁ ଯେ କେମିତି ମୋ ପିଲାଟା ଟିକେ ଠାକୁରଙ୍କ ଆଡକୁ ଆସନ୍ତା କେମିତି ଆମେ ଟିକେ ପିଲାଟାକୁ ଭଲ ଲାଇନରେ ନବା ଏଇ ସବୁ ଜିନିଷ ଆମେ ତାକୁ ମାନେ ସବୁବେଳେ ଆମେ ଆଲୋଚନା ପର୍ଯ୍ୟାଲୋଚନା କରୁ ଖାଲି କ୍ଷମା ଚାହୁଁଛି ଟିକେ ମତେ ଟିକେ ଥଣ୍ଡା ଧରି ଯାଇଥିବାରୁ କାଶ ଆସିଗଲା ତ ଏ ବିଷୟରେ ଠାକୁର କଣ କହିଛନ୍ତି ସେ ବିଷୟରେ ଆମେ ଟିକେ ଯିବା ଆମର ଯୋଉ ଆଲୋଚନା ପ୍ରସଙ୍ଗ ଅଛି ଚତୁର୍ଥ ଖଣ୍ଡ ସେଠି ଠାକୁରଙ୍କୁ ଜଣେ ମା ଏ ବିଷୟରେ ପ୍ରଶ୍ନ ପଚାରିଛନ୍ତି ଯେ ଠାକୁର ମୋ ପିଲାଟି ଜମା ବି ଇଷ୍ଟମୁଖୀ ହେଉନାହିଁ ତାହେଲେ ମୁଁ କଣ କରିବି ଏଇସବୁ ବିଷୟରେ ପଚାରିଛନ୍ତି ଆମେ ଯିବା ସେ କଥାକୁ ଟିକେ ପଢିବା ଶ୍ରୀ ଶ୍ରୀ ଠାକୁର ବାଲ ସୁଲଭ ଆନନ୍ଦ ଦେଖে সকলেই হাসছেন এদিকে মাটি শ্রী শ্রী বড়মার কাছে মিষ্টি দিয়ে এসে শ্রী শ্রী ঠাকুরের বেঞ্চের সামনে মাটিতে বসলেন সে বললেন ঠাকুর আমার একটা দুঃখ যে ছেলেদের মধ্যে কেউ ঠাকুরমুখী হলো না ସେ ମା ଜଣକ କହୁଛନ୍ତି ଯେ ଠାକୁର ମୋର ଗୋଟେ ଦୁଃଖ ଅଛି ଆଉ ମୋର ପିଲାମାନଙ୍କ ମଧ୍ୟରେ କେହି ବି ଠାକୁରମୁଖୀ ହେଲେ ନାହିଁ ସେ ଠାକୁର କହୁଛନ୍ତି ও ওর জন্য ভাবিস কেন তারা তোকে ভালোবাসে তো ଉକ୍ତ ମା କହୁଛନ୍ତି ତା ବାସେ ଠାକୁର ପଚାରୁଛନ୍ତି ସେଇଟା ପାଇଁ ତୁ ଭାବୁଛୁ କାହିଁକି ମାନେ ତତେ ଭଲ ପାଆନ୍ତି ତ ସେ ମା ଜଣକ କହୁଛନ୍ତି ହଁ ହଁ ଠାକୁର ପାଆନ୍ତି ଶ୍ରୀ ଠାକୁର କହୁଛନ୍ତି তোকে যদি ভালোবাসে তবে তুই যাকে ভালোবাসিস তাকেও ভালোবাসবে জোর করে ঠাকুর ভজাতে যাস না তাতে দূরে সরে যাবে বরং তোর ব্যবহার যেন এমন হয়
যাতে তোর খুସିর জন্য যা করণীୟ ତା ନ କରେଇ ପାରେ ନା। ବହୁତ ସୁନ୍ଦର କଥା ଠାକୁର କହିଲେ ଯେ ତତେ ଯଦି ସେମାନେ ଭଲ ପାଆନ୍ତି ତାହେଲେ ତୁ ଯାହାକୁ ଭଲ ପାଉ ତାକୁ ତ ସେମାନେ ଭଲ ପାଇବେ ହିଁ, ତାଙ୍କୁ ସେମାନେ ଭଲ ପାଇବେ ହିଁ। ଜୋର କରି ଠାକୁର ଭଜିବାକୁ ତୁ କହନା, ସେଥିରେ ଆହୁରି ସେମାନେ ଦୂରକୁ ପଳେଇବେ। ବରଂ ତୋର ବ୍ୟବହାର ଏପରି ହେବା ଦରକାର ଯେଉଁଥିରେ ତୋର ଖୁସିର ପାଇଁ ଯାହା ଯାହା କରଣୀୟ ବା ଯାହା ଯାହା କରିବା ଦରକାର ସେମାନେ ନକରି ରହିପାରିବେ ନାହିଁ। ତାହେଲେ ଦେଖନ୍ତୁ ଏଇଠି କେତେ ସୁନ୍ଦର ଟେକ୍ନିକ ଟେ ଠାକୁର ବତେଇଲେ ଯେ ଆମେ ପିଲାମାନଙ୍କୁ ଜୋର କରିକି ପ୍ରାର୍ଥନାରେ ବସ, ତୁ କାହିଁକି ଶୀଘ୍ର ଇଷ୍ଟବୃତ୍ତି କଲୁନି, ଏସବୁ ଜିନିଷ ଆମେ ତାଙ୍କୁ ଜୋର କରି କରିବା କିଛି ଆବଶ୍ୟକ ନାହିଁ। ହଁ କହିବା, କିନ୍ତୁ ଏତେ ଜୋର ଜବରଦସ୍ତି ବା ଗାଳି ଗୁଲଜ କିଛି କରିବା ନାହିଁ। ଆମେ କେତେ ଦୂର ହେଇ ଉଠୁଛୁ ସେଇଟା ହିଁ ଆମେ ସବୁବେଳେ ଲକ୍ଷ୍ୟ ରଖିବା। ଆମର ଚାଲି ଚରଣ ବ୍ୟବହାର ଟା ଯଦି ଠିକ ରହିଲା ତାହେଲେ ନିଶ୍ଚିତ ଭାବରେ ପିଲାଟି ଆମକୁ ଅନୁସରଣ କରିବ। ଆଉ ଯଦି ସେ ପ୍ରକୃତରେ ଆମକୁ ଭଲ ପାଉଥାଏ ତାହେଲେ ଆମେ ଯାହାଙ୍କୁ ଭଲ ପାଉଛୁ, ଆମେ କାହାକୁ ଭଲ ପାଉଛୁ, ଆମେ ଠାକୁରଙ୍କୁ ଭଲ ପାଉଛୁ। ନିଶ୍ଚିତ ଭାବରେ ସେ ଠାକୁରଙ୍କୁ ଭଲ ପାଇବ ହିଁ, କାରଣ ଆମେ ଯୋଉଥିରେ ଖୁସି ହେବା ସେ ସେଇଟା କରିବ ହିଁ, ଯଦି ତାର ପ୍ରକୃତ ଭଲ ପାଇବାଟା ଆମ ପ୍ରତି ଥାଏ। ତାପରେ ଆମେ ଯିବା ଠାକୁର କିନ୍ତୁ କେତେବେଳେ ବି ମାନେ ପିଲାଙ୍କୁ ଆମେ ଡାଇରେକ୍ଟ କେମିତି ଇଷ୍ଟମୁଖୀ କରିବା ସେ ବିଷୟରେ ଏତେ କିଛି କହିନାହାନ୍ତି, କିନ୍ତୁ ସବୁବେଳେ ସେ ଗୋଟେ ଜିନିଷ ଉପରେ ଫୋକସ କରିଛନ୍ତି ଯେ ବାପା ମାଙ୍କ ପ୍ରତି ଶ୍ରଦ୍ଧା। ବାପା ମାଙ୍କ ପ୍ରତି ଯଦି ଶ୍ରଦ୍ଧା ଟା ରୁହେ ତାହେଲେ ପିଲାଟି ନିଶ୍ଚିତ ଭାବରେ ଇଷ୍ଟମୁଖୀ ହବ। ଏଇ ଜିନିଷ ଉପରେ ହିଁ ଠାକୁର ଆଲୋଚନା କରିଛନ୍ତି। ତେଣୁ ପିତାମାତାଙ୍କ ପ୍ରତି ଶ୍ରଦ୍ଧା ଟା ପିଲାର ଯେ କେତେ ଇମ୍ପୋର୍ଟାଣ୍ଟ ସେଇଟା ଆମକୁ ସବୁବେଳେ ଲକ୍ଷ୍ୟ ରଖିବାକୁ ପଡିବ। ପରେ ଠାକୁର କହିଲେ ଯେ ଟିକେ ଖାଲି 2 ମିନିଟ। শিশি ঠাকুর ছাওয়াল তাওয়ালের মাথা অনেক সময় ঠিক থাকে, কিন্তু আমরাই ঠিক থাকতে দিই না। পারিবারিক চালচলন যদি ঠিক না হয় তবে ছাওয়াল তাওয়ালের পরকাল ঝরঝরে হয়ে যায়। ওদের সামনে মা বাপের কখনো ঝগড়া করতে নেই। অনেক বাড়িতে এমন আছে মা বাপ হয়তো ঝগড়া করে, তারপর ছেলে হয়তো মায়ের পক্ষ নিয়ে মাকে সহানুভূতি দেখিয়ে বাপকে দুটো কড়া কথা শুনিয়ে দেয়। মা যদি সেই সময় রুখে না দাঁড়ায়, উনি আমাকে বকবেন না তো বকবে কে? তোমার এতখানি স্পর্ধা যে আমার সামনে ওকে অশ্রদ্ধামূলক কথা বলো, এখনই ক্ষমা চাও। এমন্তর বলে তাহলে কিন্তু একদিন ওই ছেলে মাকেও উল্টো গান্টে গুঞ্জবে। ଅର୍ଥ ଏଇଟା ଠାକୁର କହିଲେ ଯେ ପିଲାମାନଙ୍କର ମଥାଟା ବହୁତ ସମୟରେ ଠିକ ଥାଏ, କିନ୍ତୁ ଆମ ମାନଙ୍କର ମଥା ଠିକ ମାନେ ସବୁବେଳେ ଠିକ ନଥାଏ। ଆମର ଏଇ ଯୋଉ ପାରିବାରିକ ଚାଲଚଳନ ଅଛି ସେଇଟା ଯଦି ଠିକ ନ ହୁଏ ତାହେଲେ ପିଲାମାନଙ୍କ ଜୀବନଟା ହିଁ ପୁରା ବେକାର ହେଇଯାଏ। ଦେଖନ୍ତୁ କେତେ ସୁନ୍ଦର କଥା ଯେ ଠାକୁର କହୁଛନ୍ତି ପିଲାମାନଙ୍କ ସମ୍ମୁଖରେ କେବେ ବି ବାପା ମା ଝଗଡା କରିବା କଥା ନୁହଁ। ଆମେ ତ ନିଜେ ନିୟନ୍ତ୍ରିତ ହେବାନି, ଆମେ ଆମର ପ୍ରବୃତ୍ତି କୁ ନେଇକି ଚାଲୁଛେ। ଯେତେବେଳେ କ୍ରୋଧ ଆସିଲା ଆମେ ତାକୁ ନିୟନ୍ତ୍ରିତ କରିବାକୁ ଚାହୁଁନୁ। ଆମେ ଯେତେବେଳେ ଯାହା ମୁହଁରେ ଆସିଲା କହିଯାଉଛୁ, ଯେତେବେଳେ ରାଗ ଆସିଲା ଆମେ ସେଟାକୁ ପରିପ୍ରକାଶ କରିଦଉଛୁ। ଯାହାଫଳରେ ପିଲାଟି ସେଇ ଜିନିଷ ଟା ଦେଖୁଛି ଯେ ବାପା ମା ଝଗଡା କରୁଛନ୍ତି, ତ ସେଇ ସମୟରେ ହୁଏତ ପିଲାଟି ବାପାକୁ ମା କୁ ସହାନୁଭୂତି ଦେଖେଇବାକୁ ଯାଇ ବାପାକୁ ହୁଏତ କିଛି ଦିଟା କଥା କହିଦେଲା। ତାହେଲେ ସେଇଠି କଣ ହେଲା, ତାହେଲେ ବାପାର ପ୍ରତି ତାର ଅଶ୍ରଦ୍ଧା ଆସିଲା। ଦେଖନ୍ତୁ ଏଇ ଛୋଟିଆ ଜିନିଷ କେମିତି ବାପା ମା ଠୁ ପିଲାକୁ ଦୂରେଇ ଦିଏ, ବାପା ମା ପ୍ରତି କେମିତି ଶ୍ରଦ୍ଧା ଭକ୍ତି କମେଇ ଦିଏ। ତେଣୁ ଏସବୁ ଜିନିଷକୁ ଜଗିବା ଆମର କେତେ ଇମ୍ପୋର୍ଟାଣ୍ଟ। ଆମର ଟିକି ନିଖି ଯୋଉ ଚାଲ ଚଳଣି ଅଛି ସେଟାକୁ ଆମେ ଜଗିବା ଟା କେତେ ମାନେ ମହତ୍ୱପୂର୍ଣ୍ଣ। ଯଦି ଆମେ ତାକୁ ନ ଜଗୁ ତାହେଲେ ଆମେ ଭାବିବା ପରେ ଆମର ପିଲାଟା କାହିଁକି ଖରାପ ହେଲା, ପିଲାଟି ଆମର କାହିଁକି ଆମ କଥା ଶୁଣୁନି। ଭୁଲ ତ କରିଛୁ ଆମେ ତ ଠାକୁରଙ୍କ କଥା ମାନିନୁ, ଆମେ ତ ଠାକୁରଙ୍କୁ ମାନେ ଖାଲି ଏମିତି ଉପରେ ହିଁ ଧରିଛୁ। ଅନ୍ତରରୁ ହିଁ ଠାକୁରଙ୍କର କୌଣସି କଥା ଆମେ ରଖିନୁ, ତାହେଲେ ଭୋଗିବ କିଏ? ଆମେ ହିଁ ଭୋଗିବୁ ନା। ତେଣୁ ଏସବୁ ଜିନିଷକୁ ଆମେ ଟିକେ ଟିକେ ଲକ୍ଷ୍ୟ କରିବା। ଯେ ଆମେ ପିଲାମାନଙ୍କ ସମ୍ମୁଖରେ କେତେବେଳେ ବି ଝଗଡା ଝାଟି କରିବା ନାହିଁ। ଯଦି ବି ଆମକୁ କିଛି କହିବାର ଥାଏ, ଧର ନିଶ୍ଚିତ ଭାବରେ ତ ଘର ଅଛି ମାନେ ତ ଆମେ ବାଦ ବିବାଦ ରହିଛି,
ଆଉ ଅସୁବିଧା ସୁବିଧା ରହିଛି, ତ ଆମେ ସେଇଟାକୁ ଏମିତି କିଛି ମୋଡ ଦବା ଯୋଉଥିରେ କି ବେଶୀ ଝଗଡା ଝାଟି ଆଡକୁ ନ ଯାଏ, ବୁଝେଇକି କହିବା ପାଇଁ ଚେଷ୍ଟା କରିବା ବା ଭଲ ମୁଡ ଦେଖିକି କହିବା, ଯାହା ଫଳରେ ସେ ସବୁ ଜିନିଷରୁ ଆମେ କିଛିଟା ରକ୍ଷା ପାଇଯିବା। ଏଥିରେ ପିଲାମାନଙ୍କର ଶ୍ରଦ୍ଧା ଟା ସବୁବେଳେ ଆମ ପ୍ରତି ରହିବ। ତାପରେ ଆଉ ଗୋଟେ ପେଜରେ ଠାକୁର କହିଲେ, କଥା ପ୍ରସଙ୍ଗରେ ଶ୍ରୀ ঠাকুর বললেন, নিজে আচরণ না করে ছেলে পেলেদের উপদেশ দেবার মতো দুর্বুদ্ধি আর নেই। মা হয়তো ছেলের সামনে বাপকে অসম্মান সূচক কথা বলছে, বাপ মাকে মারছে, সেখানে ছেলে যে খারাপ হবেই সে সম্বন্ধে সন্দেহ নেই। বাপ ছেলেকে বলছে সত্য কথা বলতে, নিজে স্ত্রীর কাছে মিথ্যা কথা বলছে। ছেলে এটা অ্যাডজাস্ট বা বিনয়ন করতে পারে না, মাথায় একটা ফাটলের মতো হয়। তুমি কেমন মানুষ বোঝা যাবে তোমার ছেলে পেলে দেখে। ଭାବରେ ବଢିଆ ଭାବରେ ଠାକୁର ବୁଝେଇ କହିଲେ ଯେ ତୁମର ଯଦି ଆଚରଣ ଯଦି ତୁମେ ଠିକ ନ କର, ବେଳେ ବେଳେ ଆମେ ଏମିତି ହୁଏନି କି ଆମେ ସେ ଭୁଲ ଟା କରୁ କିନ୍ତୁ ପିଲାମାନଙ୍କୁ ଉପଦେଶ ଦଉ ଯେ ଏଇଟା ତୁମେ କରିବା କଥା ନୁହଁ, ଏଇଟା କାହିଁକି କରୁଛ, କିନ୍ତୁ ଆମେ ଯଦି ଟିକେ ଖୋଜିକି ଦେଖିବା ସେ ଚରିତ୍ରଟା ବା ସେ ଯୋଉ ଭୁଲ ଟା ଆମ ଭିତରେ ଅଛି, ତ ଆମଠୁ ହିଁ ପିଲା ଅନୁକରଣ କରିକି ସେଇଟା ଶିଖିଛି। ତ ଆମେ ସେଇଟା ଆମେ ନିଜକୁ ମାନେ ସଂଶୋଧନ ନ କରି ଆଗ ପିଲାକୁ ଆମେ ସଂଶୋଧନ କରିବାକୁ ଚାଲିଯାଉ ଯେ ସିଏ କେମିତି ଏଇ ଭୁଲ ଟା ନ କରିବ, ସେ ଚେଷ୍ଟାରେ ଲାଗି ପଡୁ। କିନ୍ତୁ ସେଇ ସମୟରେ ସବୁବେଳେ ଆମେ ନିଜ ଆଚରଣଟାକୁ ହିଁ ଦେଖିବା, ଆମେ ଆମ ଆଚରଣ ସେଇଠି ଜିନିଷ ଆମେ ସଂଶୋଧିତ କରିଛୁ ତ, ତାହେଲେ ଯାଇକି ଆମେ ପିଲାଟିକୁ କହିବା। ତେଣୁ ସେତେବେଳେ ପିଲାଟି ଉପରେ ପ୍ରଭାବ ବି ପଡିବ ସେ କଥାର। ତ ଠାକୁର ସେଇଟା କହୁଛନ୍ତି ଯେ ଯଦି ତୁମେ ନିଜେ ଆଚରଣ ନ କରିକି ପିଲାପିଲିକୁ ବୁଝେଇବାକୁ ଯାଅ, ତାଠୁ ବଡ ଦୁର୍ବୁଦ୍ଧି ଆଉ କିଛି ନାହିଁ। ମା ହୁଏତ ପିଲା ସାମ୍ନାରେ ବାପକୁ ଖରାପ ଭାଷା କହୁଛି ବା ଅସମ୍ମାନ କରୁଛି, ତାହେଲେ ପିଲାଟା କଣ ସେଠି ସମ୍ମାନ କରିବ ବାପାକୁ? କେବେ ବି ସମ୍ମାନ କରିବନି, କାରଣ ସେ ସେଇଟା ଶିଖିଲା। ପିଲାମାନେ ଆମଠୁ ଶିଖନ୍ତି, ପିଲାମାନେ ପ୍ରତି ମୁହୂର୍ତ୍ତରେ ଆମଠୁ ଶିଖନ୍ତି। ତେଣୁ ଆମର ଚରିତ୍ର ଚାଲି ଚଳଣି କେତେ ଆମେ ଜଗି ରଖି କରିବା ଦରକାର। ତ ବାପ ହୁଏତ ମା କୁ ମାରୁଛି, ତାହେଲେ ସେଠି ଯେ ପିଲାଟା ଖରାପ ହବ ଏଇଟା ସମ୍ବନ୍ଧରେ ମାନେ କୌଣସି ସନ୍ଦେହ ନାହିଁ, ସେ ତ ଖରାପ ହବ ହିଁ। ବାପ କହିବ ପିଲାକୁ ସତ କଥା କହିବା ଉଚିତ, କିନ୍ତୁ ସିଏ ନିଜେ ଦେଖିବାକୁ ନିଜ ସ୍ତ୍ରୀ ପାଖରେ କେତେ ସବୁ ମିଛ କଥା କହୁଥିବ। ତେଣୁ ଏସବୁ ଜିନିଷକୁ ସମସ୍ତେ ବାପା ମା ଦି ଜଣ ଯାକୁ ଏସବୁ ଜିନିଷକୁ ଜଗିବା ଦରକାର। ନହେଲେ ପିଲା ନିଜକୁ ନିୟନ୍ତ୍ରିତ କରିପାରିବ ନାହିଁ, ସିଏ ଭାବିବ ମୁଁ କଣ କରିବି, ବୋଧେ ସବୁ ଜିନିଷ କୁହାଯାଏ କିନ୍ତୁ କିଛି କରାଯାଏନି, ଏଇଟା ହିଁ ତା ବ୍ରେନରେ ବସିଯିବ। ସବୁ ଜିନିଷ ଆମେ କହିବା କିନ୍ତୁ କିଛି କରିବାନି, ଏଇ ବ୍ରେନ ତାର ହେଇଯିବ ବା ଏଇ ମେଣ୍ଟାଲିଟି ହେଇଯିବ। ତେଣୁ ସବୁବେଳେ ଆମେ ଯଦି ଦେଖିବା ଆମର ପିଲାଟା ଯଦି ଦୁଷ୍ଟାମି କରୁଛି, ତାହେଲେ ସେ ଆଚରଣ ସେ ଗୁଣ ସେ କେବଳ ଆମଠୁ ହିଁ ଶିଖିଛି, ବାହାର ଲୋକଠୁ ଶିଖିନି। ଆମେ କେମିତି ମଣିଷ, ଆମର ବ୍ୟକ୍ତିତ୍ବ କେମିତି, ଆମର ପର୍ସନାଲିଟି କେମିତି, ସେଇଟା ଜଣା ପଡିବ ଆମର ପିଲାକୁ ଦେଖିଲେ। ଆମେ ବାହାରେ ବହୁତ କିଛି କଥା କହିବା, ଆମେ ଏମିତି ଆମେ ସେମିତି, ଆମେ ଏତେ ଠାକୁରଙ୍କୁ ଡାକୁଛୁ, ଆମେ ସ୍ଵସ୍ତି ନେଇଛୁ, ଆମେ ପିଆଜ ରସୁଣ ମାଛ ମାଂସ ଖାଉନୁ, ସବୁ କରୁଛୁ ଆମେ କହିପାରିବା। କିନ୍ତୁ ଯଦି ଆମର ପିଲାଟା ଯଦି ଖରାପ ରାସ୍ତାରେ ଅଛି ବା ଆମର ପିଲାଟା ଯଦି ଭୁଲ ରାସ୍ତାରେ ଯାଉଛି, ଭୁଲ କାମ କରୁଛି, ତାହେଲେ ନିଶ୍ଚିତ ଭାବରେ ଏଇଟା ଜାଣି ରଖିବା ଉଚିତ ଯେ ସେଟା ସେ ଆମଠୁ ହିଁ ନେଇଛି, ଅର୍ଥ ସେ ଖରାପ ଚରିତ୍ର ଟା ଆମ ଭିତରେ ହିଁ ଅଛି। ସେଇଟା ହିଁ ସେ ମାନେ ତା ପାଖକୁ ଯାଇଛି ଟ୍ରାନ୍ସଫର ହେଇକି। ତେଣୁ ମଣିଷଟାକୁ ଯଦି ବୁଝିବେ, ତାହେଲେ ତାର ପିଲାପିଲିକୁ ଦେଖ, ପିଲାପିଲି କେତେ ସଂଯତ, କେତେ ନିୟନ୍ତ୍ରିତ, ତାହେଲେ ଜାଣିବେ ସେ ମଣିଷ ପ୍ରକୃତରେ ନିୟନ୍ତ୍ରିତ। ପିଲାପିଲି ଯଦି ତାର ନିୟନ୍ତ୍ରିତ ନୁହନ୍ତି, ଅନିୟନ୍ତ୍ରିତ, ତାହେଲେ ସେ ଲୋକ ନିଶ୍ଚିତ ଭାବରେ ଭିତରେ ଅନିୟନ୍ତ୍ରିତ ହେଇକି ଏବେ ବି ଅଛି, ସେ କିଛି ବି ବଦଳି ନାହିଁ। ତାପରେ ଆମେ ଟିକେ ନେକ୍ସଟ ପେଜ କୁ ଯିବା। ସନ୍ତାনের চরিত্র গঠন সম্বন্ধে একটা বাণী পড়ে শোনালো হলো। শ্রী ঠাকুর বুঝিয়ে বলতে লাগলেন, বাপ হয়তো বাপ হয়তো নিজের গুরুজনকে দেখিয়ে ছেলেকে বলছে ওকে প্রণাম কর, অথচ নিজে প্রণাম করছে না, এটা বড় খারাপ। নিজে প্রণাম করে তারপর তাকে বলতে হয়, তবেই ফল হয়। তারপর বাপ হয়তো সন্তানের কাছে তার মায়ের ন্যায্য প্রশংসা করে না,
কিংবা মা হয়তো বাপের গুণের কথা কয় না, এতে খুব ক্ষতি হয়, রিগার্ড বা শ্রদ্ধা বাড়ে না। আর মা বাবা যদি ছেলে মেয়েদের সামনে ঝগড়া বিবাদ করে, তার দারুণ কুফল ফলে। এইଠି ଠାକୁର ଆଉ ଗୋଟେ ବଢିଆ ସୁନ୍ଦର କଥାଟେ କହିଲେ ଯେ ଦେଖିବେ କେହି ଯଦି ବନ୍ଧୁ ବାସ ଘରକୁ ଆସିଲେ, ତାହେଲେ ବାପା କହିବେ ଆରେ ଯାଉନୁ ପ୍ରଣାମ କରିବୁ, କିନ୍ତୁ ନିଜେ ସେ କେବେ ବି ତାଙ୍କ ବଡ ଭାଇକୁ ପ୍ରଣାମ କରୁନଥିବେ, ନିଜେ ତାଙ୍କ ଶାଶୁ ଶ୍ୱଶୁର ଆସିଲେ ଘରକୁ ସେ ପ୍ରଣାମ କରୁନଥିବେ। ଏମିତି ହୁଏ, କିନ୍ତୁ ସେ ପିଲାକୁ ଶିଖେଇବାକୁ ବାହାରି ପଡନ୍ତି। ତେଣୁ ସେଠି ପିଲା ବି ମାନେ କରିବାକୁ ତ କୁଣ୍ଠାବୋଧ ଲାଗେ, କାରଣ ତା ମନରେ ଥାଏ ଯେ ବାପା ତ କାହିଁ କରନ୍ତିନି, ମତେ ଖାଲି କରିବାକୁ କହୁଛନ୍ତି, ଏଇଭଳିଆ ମେଣ୍ଟାଲିଟି ତାର ଆସେ। ତେଣୁ ଠାକୁର କହୁଛନ୍ତି ଆଗ ତମେ ନିଜେ ହୁଅ, ନିଜେ କର, ତାପରେ ତମେ ଯାହା କହିବ ସେଇଟା ତାର ଉପରେ ପ୍ରଭାବ ପଡିବ। ତେଣୁ ନିଜେ ପ୍ରଣାମ କରିକି ହିଁ ପିଲାକୁ ଶିଖେଇବାକୁ ପଡେ ବା କହିବାକୁ ପଡେ, ତାହେଲେ ଯାଇକି ଫଳ ହୁଏ। ଆଉ ଆଉ ଗୋଟେ ବି କଥା, ଆମେ ଘର ଭିତରେ ଆମେ କେବେ ବି ପ୍ରାୟତଃ କରୁନା, ଅଣଦେଖା କରୁ। ଏସବୁ ଜିନିଷ କିନ୍ତୁ କରିବା ଉଚିତ। ଆମେ ଖାଲି ଠାକୁରଙ୍କୁ ଧରିଛୁ ସିନା, କିନ୍ତୁ ଠାକୁରଙ୍କର ଏଇ ଛୋଟ ଛୋଟ କଥା ଗୁଡିକୁ ଆମେ କେଭେ ବି ମାନୁନା, କେଭେ ବି ନୁହଁ। ମାନେ ଅଣଦେଖା, ସବୁବେଳେ ଆମେ ଅଣଦେଖା ହିଁ କରୁ। ଏତେ ସବୁ ଆମେ ଯାଜନ କରିବା, ଏତେ ସବୁ ବାହାରେ ଭଲ ଭଲ କଥା କହିବା, କିନ୍ତୁ ନିଜ ଘରଟାରେ ଆମେ ସେ ଜିନିଷ କରିବାନି। ତାହେଲେ କେମିତି ଆମ ପିଲାଟା ଇଷ୍ଟମୁଖୀ ହବ କୁହନ୍ତୁ? କେମିତି ପିଲାଟା ଆମ ପ୍ରତି ଶ୍ରଦ୍ଧାବାନ ହବ କୁହନ୍ତୁ? ଠାକୁର କହିଲେ ଯେ ବାପା ଯଦି ମା କିଛି ଭଲ କାମ କରିଛନ୍ତି, ଯୋଉଠି ସେ ପ୍ରଶଂସା ପାଇବା ଯୋଗ୍ୟ, ତାହେଲେ ତାଙ୍କୁ ସେ ଟିକେ ପ୍ରଶଂସା କରିବା ଅଛି। ସେଇଭଳି ମା ବି ଯଦି ବାପା ପ୍ରଶଂସା ପାଇବାର ଯୋଗ୍ୟ, ବାପା ଯଦି କିଛି ଭଲ କିଛି କରିଛନ୍ତି, ତାହେଲେ ସେଠି ବି ମା ବି ପ୍ରଶଂସା ଦବାକୁ ମାନେ କୁଣ୍ଠାବୋଧ କରିବା ଉଚିତ ନୁହେଁ। କିନ୍ତୁ ଭାବନ୍ତୁ ତ, ଏଇଟା ଆମେ କେତେ ଜଣ କରୁଛୁ ଆଜିକାଲି ଦୁନିଆରେ? ଆମେ କରିପାରୁନୁ, କାହିଁକି ନା ଆମ ସମସ୍ତଙ୍କ ଭିତରେ ଇଗୋ ଭର୍ତ୍ତି ହେଇକି ଅଛି। କାହାର ଟିକେ ଆମେ ପ୍ରଶଂସା କରିପାରିବାନି, କାହାକୁ ଟିକେ ଆମେ ପ୍ରୋତ୍ସାହନ ବି ଦେଇପାରିବାନି। ଆମକୁ ସେଇଟା ବହୁତ କଷ୍ଟ। ଉଁ ଆମେ ପ୍ରଶଂସା ବାହାରେ ହୁଏତ କରିପାରୁ, ହୁଏତ ଆମେ ନିଜ ସ୍ତ୍ରୀର ପ୍ରଶଂସା ବାହାରେ କରିପାରୁ, ହୁଏତ ସ୍ତ୍ରୀ ମାନେ ନିଜ ସ୍ଵାମୀର ପ୍ରଶଂସା ବାହାରେ କରିପାରନ୍ତି, କିନ୍ତୁ ତାଙ୍କ ସାମ୍ନାରେ ବା ପିଲା ସାମ୍ନାରେ ଆମେ କେବେ ବି ସେଇଟା କରିବାକୁ ଯାଉନୁ। କାହିଁକି ନା ଆମେ ଭାବୁ ନା ନା, ମୁଁ ପ୍ରଶଂସା କଲେ ସିଏ ଆହୁରି ତାଙ୍କର ଅଧିକ ଗର୍ବ ଆସିଯିବ ବା ଅଧିକ ଅହଙ୍କାର ଆସିଯିବ, ଏଇଭଳିଆ ଗୋଟେ ମେଣ୍ଟାଲିଟି ଆମର ଅଛି। ତେଣୁ ଆମେ ସେଇଟା କରୁନି। ତେଣୁ ଆମେ ଚେଷ୍ଟା କରିବା ଛୋଟ ଛୋଟ କାମରେ, ଧର ତରକାରୀ ଟା ଆଜି ଭଲ ହେଇଛି ନା, ବହୁତ ସୁନ୍ଦର ହେଇଛି ତରକାରୀ ଟା, ଏଇଭଳିଆ ଛୋଟ ଛୋଟ କଥା। ଆମେ ତ ଆଉ ବଡ ବଡ କାମ ତ ଠାକୁର ଆମକୁ କହିନାହାନ୍ତି। କିମ୍ବା ଧର ଯୋଉ ବାପା କିଛି ଗୋଟେ ଜିନିଷ ଭଲ ଆଣିଛନ୍ତି ବା କିଛି ଗୋଟେ ଭଲ କରିଛନ୍ତି, ସେଇଠି ଆମେ ପିଲାଟେ ଥିବ, ଯାହା ହଉ ବହୁତ ସୁନ୍ଦର ହେଇଛି ଜିନିଷଟା ବା ବହୁତ ବଢିଆ କରିଛ, ଏଇଭଳିଆ ଗୋଟେ ଛୋଟ ଛୋଟ ଜିନିଷ ଆମେ କହିଲେ କେତେ ସୁନ୍ଦର ଲାଗିବ ପରିବାରଟା। ସେଇଠି ଦେଖନ୍ତୁ, ପ୍ରଶଂସା କରିଦେଲେ ସେଇଠି ମନଟା ଅଟୋମେଟିକ ଜଣଙ୍କର ଖୁସି ହେଇଯାଏ। ଅଟୋମେଟିକ, ସେ ଯେତେ ଦୁଃଖରେ ଥିଲେ ବି ନା, ପ୍ରଶଂସା ଟା ମଣିଷକୁ ଖୁସି ଦେଇଦିଏ। କିନ୍ତୁ ସେଇଠି ଯଦି ଆମେ ଟିକେ ଆମେ କହିବା ଏଇଟା ଭଲ ଲାଗିଲାନି ବା ଏଇଟା କାହିଁକି ତମେ ଏମିତି କଲ, ଛୋଟ କଥାଟେ ହଉ, କିନ୍ତୁ ଆମେ ଯଦି ସେଠି ଆମର ମାନେ ନେଗେଟିଭ ପଏଣ୍ଟ ଟା କହିଦଉଛୁ, ତାହେଲେ ଜଣଙ୍କର ଯଦି ନେଗେଟିଭ ପଏଣ୍ଟ ଟା କହିଦଉଛୁ, ତାହେଲେ ନିଶ୍ଚିତ ଭାବରେ ତା ମନଟା ବି ଦୁଃଖ ହେଇଯାଏ। ଆଉ ସେଇଠି ଗୋଟେ ନେଗେଟିଭ ଭାଇବ୍ରେସନ ବି କ୍ରିଏଟ ହୁଏ। ତେଣୁ ଆମେ ଚେଷ୍ଟା କରିବା ଏସବୁ ଜିନିଷ କେମିତି ଆମେ ଘରେ ଘରେ ଏସବୁ ଜିନିଷକୁ ଆମେ ପାଳନ କରିବା। ଘରୁ ହିଁ ଆମର ସବୁ କିଛି ଜିନିଷର ଆରମ୍ଭ। ତେଣୁ ଆମେ ଯଦି ଘରେ ଆମେ ସ୍ଵାମୀ ସ୍ତ୍ରୀଙ୍କର ପ୍ରଶଂସା କରୁଛନ୍ତି ବା ସ୍ତ୍ରୀ ସ୍ଵାମୀର ପ୍ରଶଂସା କରୁଛନ୍ତି, ତାହେଲେ ପିଲା ସେଠି କାହିଁକି ବାପା ମା କୁ ଅଶ୍ରଦ୍ଧା କରିବ? ସେ ତ ଅଟୋମେଟିକ ଶ୍ରଦ୍ଧାବାନ ହବ, ଅଟୋମେଟିକ ଶ୍ରଦ୍ଧା ଟା ତା ଭିତରେ ଜଗେଇବ। ତେଣୁ ଦେଖନ୍ତୁ, ଆମର ପିଲାକୁ ଭଲ ରାସ୍ତାରେ ନବା ପାଇଁ ଆମର ଦାୟିତ୍ବ କେତେ ଭାବନ୍ତୁ। ଆମେ ସେଇଟା କଣ କରୁଛୁ? କରୁନୁ। ଲାଷ୍ଟ ଆମେ ଦୋଷ ଦଉ, ଠାକୁରଙ୍କୁ ଧରିଲି, ସ୍ୱସ୍ତନୀ ନେଲି, ବିନା ପିଆଜ ରସୁଣ ଖାଇଲି, ସବୁ ତ କଲି, କିନ୍ତୁ ମୋ ପିଲା ଟା ଖରାପ ହେଇଗଲା। ଏଇ ଦୋଷ ହିଁ ଆମେ ଠାକୁରଙ୍କୁ ଦଉ। ଠାକୁର ମୋ ପିଲାଟାକୁ ଭଲ ନେଲେନି। କିନ୍ତୁ ଠାକୁର ଯୋଉ କଥା ଗୁଡା କହିଛନ୍ତି, ସେଇଟା ଆମେ କେତେ ପାଳନ କରୁଛୁ, ଏଇଟାକୁ ଆମକୁ ଦେଖିବାକୁ ପଡିବ। ତାପରେ ଆମେ ଲାଷ୍ଟ ପେଜ କୁ ଯିବା। রাধারমণ দা জয়ারদার, তরুণের বাবা এলেন। শ্রী ঠাকুর বারবার বলতে লাগলেন, মা বাপের উপরেই সবকিছু নির্ভর করে। যখন শাসন করার দরকার তখন শাসন করে না, যখন নিজের অসুবিধা হয়, নিজে বিরক্ত হয়, তখন সহ্য করতে না পেরে পেরে রাগের বশে অযথা শাসন করে। আমরা ছেলে পেলের মঙ্গল চাই না। বাপ ছেলেকে শাসন করলে মা হয়তো তাকে গালাগালি দেয়, তারপর ছেলের সামনেই হয়তো বাবা মাকে মারতে যায়।
মা বাবাকে গালাগালি দেয়। এরকম আবহাওয়ায় ছেলে পেলে কি ভালো হতে পারে? ভবিষ্যৎ ঝরঝরে হয়ে যায়। লেখাপড়া হোক বা না হোক, ছেলের অভ্যাস ব্যবহার ঝোঁকটা ঠিক করে দিতে পারলেই হলো। 4-5 বৎসরের মধ্যেই এইটা তৈরি করে দিতে হয়। যত বেশি বয়স হয় ততই অসুবিধে। 4-5 বৎসরের মধ্যে না হলে 8-10 বৎসর, তা না হলে 12-14 বৎসরের মধ্যে ঠিক করতে হয়। এরপর আর হয়ে ওঠে না। গার্ডিয়ান বা অভিভাবক, মা বাবা যদি ছেলে তৈরি করে না দেয়, কোনো মাস্টার কিছু করতে পারে না। ଏଇଟା ବହୁତ ଇମ୍ପୋର୍ଟାଣ୍ଟ କଥାଟା, ଯେ ଠାକୁର କହୁଛନ୍ତି ମା ବାପାଙ୍କ ଉପରେ ହିଁ ସବୁ କିଛି ନିର୍ଭର କରେ। ମା ବାପା ହିଁ ସବୁ କିଛି ପିଲାର ଠିକ କରନ୍ତି। ତେଣୁ ଯେତେବେଳେ ଶାସନ କରିବା ଦରକାର, ଯେତେବେଳେ ପିଲାଟେ ଗୋଟେ ଭୁଲ କରୁଛି, ସେତେବେଳେ ଆମେ ତାକୁ ଅଣଦେଖା କରିଦଉ। ହଁ ମୁଁ କଲା ତ କଲା, କେତେ ପିଲାଟାକୁ ଆମେ ଗାଳି କରିବା, ଏଇଭଳିଆ ଆମେ କହୁ। ସେତେବେଳେ ଆମେ ଶାସନ କରୁନା। କିନ୍ତୁ ଯେତେବେଳେ ସେଇ ତାର ଭୁଲଟା ବଢି ବଢି ଯାଏ, ଭୁଲଟା ଆଗକୁ ଯେତେବେଳେ ବୟସ ହୁଏ, ସେ ଭୁଲଟା ଯେତେବେଳେ ବଢି ଯାଏ, ସେତେବେଳେ ଆମେ ଆଉ ସହ୍ୟ କରିପାରୁନା। ସେତେବେଳେ ଆମେ କହୁ ଯେ ପିଲାଟାକୁ ସେତେବେଳେ ଆମେ ଶାସନ କରିବାକୁ ବାହାରି ଯାଉ। କିନ୍ତୁ ପିଲାଟା ସେତେବେଳେ ଶାସନ କଲେ ଆଉ ସେ ଶାସିତ ହୁଏ ନା। କାରଣ ଅଲରେଡି ତାର ଅଭ୍ୟାସ ବ୍ୟବହାରରେ ସେ ସବୁ ଜିନିଷ ଚାଲିଚଳନ ପଳେଇ ଆସିଥାଏ। ସେତେବେଳେ ଆଉ ତାକୁ ସେ ଜିନିଷ ଆମେ କରିବା କଷ୍ଟ ହେଇଯାଏ। ତେଣୁ ଠାକୁର କହୁଛନ୍ତି 4-5 ବର୍ଷ ଭିତରେ ପିଲାକୁ ଶାସନ କରିବା ଦରକାର, ବା ଯାହାର ବି ଭଲ ଗୁଣ ଅଛି, ଭଲ ଅଭ୍ୟାସ ବ୍ୟବହାର, ତାକୁ ଶିଖେଇ ଦେବା ଦରକାର। ଯଦି 4-5 ବର୍ଷ ଭିତରେ ନହେଲା, ତାହେଲେ ଆମେ 8-10 ବର୍ଷ ଭିତରେ ତାକୁ ଶିଖେଇବା ଦରକାର। ସେତେବେଳେ ବି ହେଇପାରିବ। ଯଦି 8-10 ବର୍ଷ ଭିତରେ ନହେଲା, ତାହେଲେ ଆମେ 12-14 ବର୍ଷ ମଧ୍ୟରେ ମଧ୍ୟ ଠିକ କରି ହବ। କିନ୍ତୁ ତାପରେ ଆଉ ହବନି। ତାପରେ ଯଦି ଆମେ ଚେଷ୍ଟା ବି କରିବା, ଯେତେ ଚେଷ୍ଟା ବି କରିବା ହବନି। ତେଣୁ ମା ବାପା ଯଦି ପିଲାକୁ ତିଆରି ନ କରନ୍ତି, ତାହେଲେ ଦୁନିଆରେ କୌଣସି ମାଷ୍ଟର ନେଇ ପିଲାକୁ ସାଇଜ କରିବ। କେତେ ସୁନ୍ଦର କଥା ଦେଖନ୍ତୁ। ତେଣୁ ବାପା ମା ହେଇଯିବାଟା ଠିକ, ମାନେ ବାପା ମା ହେଇଯିବାଟା ବଡ କଥା ନୁହଁ। ବାପା ମା ହେଇକି ଆମେ ପିଲାଟିକୁ ଠିକ ଲାଇନରେ ନେଇ ପାରୁଛୁ ତ, ତାର ପ୍ରତ୍ୟେକଟି ଅଭ୍ୟାସ ବ୍ୟବହାର ଗୁଣ ପ୍ରକୃତି ଚଳନ ଚରିତ୍ରକୁ ଆମେ ଠିକ ମାଫି, ମାନେ ଠାକୁରଙ୍କ ମାଫି କରିପାରୁଛୁ ତ, ଏଇ ଜିନିଷକୁ ଆମେ ସବୁବେଳେ ଲକ୍ଷ୍ୟ କରିବାର ଅଛି। ତେଣୁ ଯୋଉମାନଙ୍କର ପିଲା ଛୋଟ ଅଛି, ଏବେରୁ ସେମାନେ ସାବଧାନ ହୁଅନ୍ତୁ। ଯୋଉମାନଙ୍କର ପିଲା ଟିକେ ବଡ ହେଇଗଲାଣି, ସେମାନେ ବି ଟିକେ ଟିକେ ଚେଷ୍ଟା କରନ୍ତୁ। ଆଉ ଯୋଉମାନଙ୍କର ପିଲା ହୁଏତ 12-14 ବର୍ଷରୁ ଅଧିକ ହେଇଗଲାଣି, ସେମାନେ ହୁଏତ କିଛିଟା ଅଭ୍ୟାସ ତାର ଚେଞ୍ଜ ନ କରିପାରନ୍ତି, କିନ୍ତୁ ଏବେ ବି ସମୟ ଅଛି। ଠାକୁର ଗୋଟେ ଜାଗାରେ କହିଥିଲେ ଯେ ଜଣେ ଯଦି ମା ଯଦି ଚାହେଁ, ତାହେଲେ ସେ ତାର ପିଲାକୁ କୌଣସି ସମୟରେ ବି ସେ ତାକୁ ଠିକ କରିପାରିବ। ତା ଉପରେ ଠାକୁର ଛାଡି ଦେଇଛନ୍ତି। ମା ଉପରେ ହିଁ ସବୁ କିଛି ଛାଡିଛନ୍ତି। କାରଣ ମା ଭିତରେ ସେ କେପାସିଟିଟା ଅଛି, ସିଏ ତା ପିଲାକୁ ନିଶ୍ଚିତ ଭାବରେ ଗୋଟେ ମାନେ ଭଲ ମଣିଷ କରିପାରିବ। ତା ଭିତରେ ସେ କ୍ୱାଲିଟିଟା ଠାକୁର ଦେଇଛନ୍ତି। ତେଣୁ ଯଦି ବି ସମୟ ଗଡି ଯାଇଛି, ସମୟ ଯଦି ହାତରେ ଅଛି ତ ଠିକ ଅଛି। କିନ୍ତୁ ଯଦି ବି ସମୟ ଗଡି ଯାଇଛି, ତାହେଲେ ବି ଆମେ ଠାକୁରଙ୍କ ରାସ୍ତାରେ ରହି ନିଜେ ଇଷ୍ଟମୁଖୀ ହବା ସହିତ ନିଜର ଚାଲିଚଳନ ବ୍ୟବହାରକୁ ଠିକ କରିବା ସହିତ ପିଲାକୁ ବି ଚେଷ୍ଟା କରିବା ତାକୁ ଠିକ ଆଡକୁ ନବା ପାଇଁ। ତାହେଲେ ଏଇଠି କଥା ଉଠୁଛି ଯେ ଆମେ ଆମର ଚାଲିଚଳନ ବ୍ୟବହାର କଣ ସତରେ ଆମେ ଠିକ କରିନୁ ଏପର୍ଯ୍ୟନ୍ତ? ଆମେ ତ ଠାକୁରଙ୍କୁ ଧରିବାର ବହୁତ ବର୍ଷ ହେଲାଣି ଆମେ ଧରିଲୁଣି। କିଏ ବି 10 ବର୍ଷ, କିଏ ବି 15 ବର୍ଷ, କିଏ ବି 20 ବର୍ଷ, କିଏ ବି 25 ବର୍ଷ। ତାହେଲେ ଆମେ କଣ ଆମର ବ୍ୟବହାର ଚାଲିଚଳନ ଏପର୍ଯ୍ୟନ୍ତ ଠିକ ହେଇନାହିଁ? ଏଇଟା ଭାବିବାର, ଏଇଟା ଭାବି ଦେଖିବାର କଥା। ଦେଖନ୍ତୁ, ଏବେ ହିଁ ଆମେ ଏଇ ଗ୍ରୁପକୁ ଆସିଲୁ, କିନ୍ତୁ ଆଗରୁ ଆମେ କରୁଥିଲୁ କଣ? ଆଗରୁ ଆମର କଣ ନାମ ଧ୍ୟାନ ହଉଥିଲା କି? ହଉନଥିଲା। ଯଦି ବି କରୁଥିଲୁ, ଆମେ ଖାମଖିଆଲି ଭାବରେ କରୁଥିଲୁ। ଆଉ ଜଣେ ଯଦି ନାମ ଧ୍ୟାନ ହିଁ ନ କରେ, ସିଏ ତାର ଭୁଲ ଟାକୁ କୋଉଠି ଦେଖିବ ନା, ସିଏ ତାର ମନଟା ତ ସ୍ଥିର ହେବନି। ସିଏ କେମିତି ନିଜର ଅଭ୍ୟାସ ବ୍ୟବହାରକୁ ସୁଧରେଇବ କୁହନ୍ତୁ? ତେଣୁ ନାମ ଧ୍ୟାନ ଟା ଯେ କେତେ ଇମ୍ପୋର୍ଟାଣ୍ଟ ଏଇ ସବୁ ଜିନିଷ ପାଳନ କରିବାରେ, ସେଟା ଭାବନ୍ତୁ ସମସ୍ତେ। ନାମ ଧ୍ୟାନ ଦ୍ଵାରା ହିଁ ଆମେ ନିଜକୁ ସ୍ଥିର କରିବା। ନାମ ଧ୍ୟାନ ଦ୍ଵାରା ହିଁ ଆମେ ଆମର ନିଜର ଚାଲିଚଳନ ଭୁଲ ଠିକ ଯାହା ବି ଅଛି ଆମେ ଭିତରେ ସୁଧୁରେଇ ପାରିବା। ଆଉ ଯଦି ଆମର ନାମ ଧ୍ୟାନ ହିଁ ନ ରହିବ, ମୂଳ କଥାଟା ଯୋଉଠି ମାନେ ମୂଳ ବୈଶିଷ୍ଟ୍ୟ ଆମ ଯଦି ଠିକ ନ ରହିବ, ତାହେଲେ ଆମେ ଆଉ କୋଉ ଜିନିଷକୁ ଆମେ କାହାକୁ ସୁଧୁରେଇବା? ଆମ ଜୀବନଟା ହିଁ ପୁରା ମାନେ କଣ ଏଲୋମେଲୋ ହେଇଯିବ, ଯୋଉଟା କୁହନ୍ତି ଆଚାର୍ଯ୍ୟ ଦେବ। ତେଣୁ ଆମେ
ସମୟ ଏବେ ବି ଯାଇନି, ଆମେ ଚେଷ୍ଟା କରିବା ନାମ ଧ୍ୟାନ ଦ୍ଵାରା ଆମେ ନିଜକୁ ସ୍ଥିର କରିବା। କୋଉ ପରିସ୍ଥିତିରେ କଣ କରିବା ଦରକାର, ଜଣେ ଯଦି ନାମ ଧ୍ୟାନ କରେ ନା ତାହେଲେ କେତେବେଳେ କୋଉ କଥା କହିବା ଦରକାର ତାକୁ ଆଇଡିଆ ଆସିଯିବ। କୋଉ ସମୟରେ ଚୁପ୍ ରହିବା ଦରକାର, କୋଉ ସମୟରେ କଥାଟା କହିବା ଦରକାର, ଏ ଜିନିଷ ବି ତାକୁ ଆସିଯିବ। ପ୍ରତ୍ୟେକ ସିଚୁଏସନରେ ସେ ସାବଧାନ ହେଇପାରିବ। ପ୍ରତ୍ୟେକ ସିଚୁଏସନରେ ତାକୁ ଗୋଟେ ଏଲର୍ଟନେସ୍ ଆସିବ ଯେ ଏଇଠି ଏଇଟା ମୁଁ କରିବିନି। ଅଟୋମେଟିକ ତାର ପରିବାରଟା ଠିକ ହେଇଯିବ, କହିବାକୁ ପଡିବନି କିଛି। ତେଣୁ ଗୋଟେ ଜାଗାରେ ମୁଁ ପଢିଥିଲି, ଆଲୋଚନାରେ ଠାକୁର ମାନେ ଜଣେ ଭାଇ ପଚାରୁଛନ୍ତି ଯେ ଠାକୁର ମୁଁ ଚାହୁଁଛି ବହୁତ ଜିନିଷ କରିବା ପାଇଁ, କିନ୍ତୁ ମୁଁ କରିପାରୁନି କାହିଁକି? ବହୁତ ଜିନିଷ କରିବା ପାଇଁ ଚାହୁଁଛି, ଆପଣଙ୍କ କଥା ଗୋଟେ ବି ମାନି ପାରୁନି, କାରଣ କଣ? ଠାକୁର କହିଲେ ସେଇଠି ଗୋଟିଏ କଥା କହିଥିଲେ, ମୁଁ ପଢିଥିଲି ଯେ ତୋର ନାମ ଧ୍ୟାନ ହଉଛି ତ? ସିଏ କହିଲେ ମୋର ନାମ ଧ୍ୟାନ ହଉନି। ଦିନ ସାରା ନାମ କରୁଛୁ ତ? ନା ଠାକୁର ମୋ ନାମ ବି ନାମ ହଉଛି କିନ୍ତୁ ନାମ ଧ୍ୟାନ ହଉନି। କହିଲେ ଯଦି ଦିଟା ଜିନିଷ ଯଦି ଠିକ ଠାକ ନ ରୁହେ, ତାହେଲେ ମୋର ଗୋଟେ ବାଣୀ ବି ତୁ ମାନେ ମାନି ପାରିବୁ ନାହିଁ, କରିପାରିବୁ ନାହିଁ, କିଛି ନିଜ ଜୀବନରେ ଆପଣେଇ ପାରିବୁ ନାହିଁ। ତେଣୁ ସେଇଠୁ ହିଁ ବୁଝିବା ଦରକାର ଯେ ନାମ ଧ୍ୟାନ ଆମ ପାଇଁ କେତେ ଇମ୍ପୋର୍ଟାଣ୍ଟ। ନାମ ଧ୍ୟାନ କଲେ ହିଁ ଆମର ନିଜର ମାନେ ନିଜର ଚରିତ୍ରଟାକୁ ଆମେ ଚେଞ୍ଜ କରିବା, ଯୋଉ ଚରିତ୍ର ଦେଇକି ଆମେ ଅନ୍ୟର ମାନେ ଚରିତ୍ରକୁ ସୁଧାରି ପାରିବା। ଆଉ ଆମେ ନିଜେ ଠିକ ଠାକ ନ ହେଇକି, ଆମେ ନିଜେ ଭୁଲ କାମ କରିକି, ବା ଆମେ ନିଜେ ଅନିୟନ୍ତ୍ରିତ ହେଇକି ଚଳିବା, ଆମେ ନିଜେ ଭୁଲ ଭାଲ କଥା କହିବା, ଆଉ ପିଲାଠୁ ଆଶା ରଖିବା ସିଏ ଇଷ୍ଟମୁଖୀ ହଉ ବା ସିଏ ଠାକୁରମୁଖୀ ହଉ, ଏଟା କେବେ ବି ସମ୍ଭବ ନୁହଁ। ତେଣୁ ଏଇଟା ଯେ ମୋ ଜୀବନରେ ଯେ ଏଇଟା କେବଳ ସବୁ ଜିନିଷଟା ମୁଁ ବି ଫୁଲଫିଲ କରିପାରିଛି, ସେଇଟା ମୁଁ ବି କହିପାରିବିନି। କାହିଁକି ନା ଆଜି ମୁଁ ବି ଏଇ ସବୁ ଜିନିଷରେ ଜଡିତ। ମୋର ବି ବହୁତ ଜିନିଷ ଭୁଲ ହେଇଯାଇଛି, ମୁଁ ବି ବହୁତ ଜିନିଷକୁ ମାନେ ଛାଡି ଦେଇଛି ଜୀବନରେ। ତେଣୁ ଏବେ ଧୀରେ 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 ମୁଁ ତାକୁ କଣ କହିବି ସଜଉଛି। ତେଣୁ ପ୍ରତି ପରିବାରର କଥାଟା ଚେଷ୍ଟା କରିବା ଆମେ ସମସ୍ତେ ଟିକେ ଟିକେ ଏସବୁ ଜିନିଷ କରିବାକୁ। ମୁଁ ଯେତେବେଳେ ଏସବୁ ଜିନିଷ ପଢିଲି ଆଲୋଚନା ପ୍ରସଙ୍ଗରେ, ମୋର କାରଣ ମୋର ବି ଗୋଟେ ପିଲାଟେ ଅଛି, ତାର ବି ବୟସ ହେଲାଣି 18 ବର୍ଷ, କିନ୍ତୁ ମୁଁ ଯାହା କହିବି ସେ ସବୁ ଗୁଡା ଗ୍ରହଣ କରେ ନା, କିଛିଟା ଗ୍ରହଣ କରେ କିନ୍ତୁ ସବୁ ଗୁଡେ ଗ୍ରହଣ କରେ ନା। ସିଏ ବି ଠାକୁରମୁଖୀ ଏତେ ନୁହଁ, ଠାକୁରଙ୍କ ରାସ୍ତାରେ ସିଏ ବି ଏତେଟା ଚାଲୁନି। ବେଳେ ବେଳେ ମୁଁ ବ୍ୟସ୍ତ ବିବ୍ରତ ହୁଏ, କିନ୍ତୁ ଏଇ କଥା ଯେତେବେଳେ ଠାକୁରଙ୍କର ପଢିଲି ଯେ ତାକୁ ଜବରଦସ୍ତି ଠାକୁରଙ୍କ ଆଡେ ନବା କିଛି ଆବଶ୍ୟକ ନାହିଁ, ତୁମ ପ୍ରତି ତାର ଶ୍ରଦ୍ଧାଟା ଜାଗ୍ରତ କରିଦିଅ, ତାହେଲେ ସବୁ କାମ ହେଇଯିବ। ମୋ ଭିତରେ ଗୋଟେ କନଫିଡେନ୍ସ ଆସିଲା ଯେ ନିଶ୍ଚିତ ଭାବରେ ମୁଁ ତାହେଲେ ତାକୁ ମୋ ପ୍ରତି ଶ୍ରଦ୍ଧା, ଏଇଟା ତ ବହୁତ ଇଜି କାମ, କରିହବ, ଏଇଟା କିଛି ଅସୁବିଧା ନାହିଁ। ତ ମୁଁ ଏଇଟା କଣ କଲି, ମୋର ନିଜର ଅନୁଭୂତିଟା 2 ମିନିଟ କହିବି ଯେ ଦେଖିଲି ତା ଦ୍ଵାରା କୋଉ କୋଉ କାମ ହେଇପାରିବ, ମତେ ହେଲ୍ପ କଲା ଭଳିଆ ସେ କୋଉ କୋଉ କାମ କରିପାରିବ, ମୁଁ ସେଗୁଡା ତାକୁ କରେଇଲି ଧୀରେ ଧୀରେ। ବାପା ଟିକେ ଏଇଟା ଟିକେ ମତେ ଟିକେ ହେଲ୍ପ କରିଦେ, ସେ କରିଦେଲା। ସେ ଆରାମସେ, ସେଗୁଡା କିଛି ଅସୁବିଧା ନାହିଁ ତାର। କେବଳ ତାକୁ ମାନେ ପ୍ରାର୍ଥନାରେ ବସିବାକୁ କଷ୍ଟ, ନାମ ଧ୍ୟାନ କରିବାକୁ କଷ୍ଟ, ଏସବୁ ଜିନିଷ ତାକୁ କଷ୍ଟ, କିନ୍ତୁ ଏସବୁ ଜିନିଷ ସେ ଆରାମସେ କରିଦଉଛି। ମୁଁ ମୋର ଟ୍ରେନିଂ ପଡିଥିଲା ତ ସେଠି ମତେ ଯାହା ଯାହା କାମ ଦେଇଥିଲେ, ମୁଁ ଆସିକି ତାକୁ ମୁଁ ସେଗୁଡା କଲିନି। ମୁଁ କରିପାରିଥାନ୍ତି କିନ୍ତୁ ମୁଁ ତାକୁ କଲିନି, ମୁଁ ତାକୁ ଦେଇଦେଲି ଦାୟିତ୍ୱ। ମୁଁ କହିଲି ବାପା ଏଇଟା ମତେ ଟିକେ ହେଲ୍ପ କରିଦେ, ମତେ ବେଶୀ ମାନେ କାମ ହେଇଯାଉଛି, ତୁ ଟିକେ ମତେ ଏଇଟା ହେଲ୍ପ କରିଦେ। ତ ସିଏ ଆରାମସେ ସେଇଟା କରିଦେଲା, କିଛି ଅସୁବିଧା ନାହିଁ। ତ ଏଇ ଯୋଉ ଛୋଟ ଛୋଟ ଜିନିଷ ଆମେ ତାକୁ କରେଇବା, ଆମ ପ୍ରତି ଶ୍ରଦ୍ଧାଟା ତାର ଜାଗ୍ରତ ହବ, ନିଶ୍ଚିତ ଭାବରେ ଜାଗ୍ରତ ହବ। ଆଉ ଆମର ଚାଲି ଚଳନି, କଥା, ଭାଷା, ବ୍ୟବହାର ଦେଖି ନିଜେ ନିଶ୍ଚିତ ଭାବରେ ସେ ଆକୃଷ୍ଟ ହବ, ଆଉ ଆମକୁ ଶ୍ରଦ୍ଧା କରିବ। ମୁଁ ସେଥିପାଇଁ ଏସବୁ ଜିନିଷ ଆଗରୁ ତ ତାକୁ କରଉନଥିଲି, କିନ୍ତୁ ଏଇ ଠାକୁରଙ୍କର ଏଇ କଥା ସବୁ ପଢିବା ପରେ ମୁଁ ତାକୁ ମୋର କୌଣସି କାମରେ ତାକୁ ଏନଗେଜ କରିଦଉଛି। ମତେ ଟିକେ ଏଇଟା ହେଲ୍ପ କରିଦେ, ରୋଷେଇରେ ହେଲ୍ପ କରିଦେ, ବା ଏଇଟା ଟିକେ ଆଣିଦେ, କପଡା ଗୁଡା ଉଠେଇ ଆଣ, ଛୋଟ ଛୋଟ କାମ। ଆମେ ପିଲାଙ୍କୁ କିନ୍ତୁ ସେଗୁଡା କରଉନୁ। ଆମେ ଭାବୁ ଯେ ପିଲାଟା ହଁ ମୁଁ ତ କରିଦେବି, ତାକୁ କାହିଁ କହିବି, ସେ ଶୁଣିବନି। କିନ୍ତୁ ନା, ଆମେ ତାକୁ ଟ୍ରାଏ କରିବା, ଆମେ ଏସବୁ ଜିନିଷ ତାକୁ କରେଇବା। ଛୋଟ ଛୋଟ କାମ, ବାପାଙ୍କୁ କିଛିଟା ହେଲ୍ପ କରିବା, ବାପାଙ୍କ କାମରେ କିଛି ହେଲ୍ପ କରିବା। ବାପା ଧର ପାରିବେ, ସେ କାମଟା ବାପା ପାରିବେ, କିନ୍ତୁ ହେଲେ ବି କହିବାର ଅଛି ଯେ ବାପା ଟିକେ ରେଷ୍ଟ ନଉଛନ୍ତି, ତୁ ଟିକେ କରିଦେ। କିନ୍ତୁ ଅଟୋମେଟିକ ତା ଶ୍ରଦ୍ଧାଟା ଜାଗ୍ରତ ହବ। ଆଉ ଯଦି ପିଲାଙ୍କୁ ଆମେ କିଛି କହିବାନି, ନା ନା ସେ ପାଠ ପଢୁଛି ତାକୁ ଡିଷ୍ଟର୍ବ କରିବାନି, ତାହେଲେ କୁହନ୍ତୁ ତାର ଶ୍ରଦ୍ଧାଟା ଆମ ପ୍ରତି ଆସିବ କି? ଆଜି ଆମେ ପିଲାଟା ପାଇଁ କରୁଛୁ ବୋଲି ପିଲା ପ୍ରତି ଆମର ଦେଖନ୍ତୁ କେତେ ଭଲ ପାଇବା, କେତେ ଶ୍ରଦ୍ଧା, କେତେ କଣ। ପିଲା ଯଦି ଆମ ପ୍ରତି କରିବ, ବା ଆମର ସବୁ କାମରେ ଟିକେ ହେଲ୍ପ କରିବ, କିମ୍ବା ଛୋଟ ଛୋଟ କାମ ତାକୁ ଆମେ ଦବା, ତାହେଲେ ନିଶ୍ଚିତ ଭାବରେ ତାର ବି ଆମ ପ୍ରତି ଟାଣ ଗଜେଇବ, ଶ୍ରଦ୍ଧା ଆସିବ, ଆଉ ସେ ନିଶ୍ଚିତ ଭାବରେ ଦିନେ ଦିନେ ଇଷ୍ଟମୁଖୀ ହବ। ଆଉ ବିଶେଷ କିଛି କହିବାକୁ ଚାହୁଁନି, ସମୟ ହେଇଗଲାଣି। ତେଣୁ ଏଠି ଜୟ ଗୁରୁ ଚାହିଁବି ଜୟ ରଖିବାକୁ। ଗୁରୁ ଜୟ ଗୁରୁ। ଶୁଣା ଯାଉଛି? ଆଜ୍ଞା ଆଜ୍ଞା ଆଜ୍ଞା, ଶୁଣା ଯାଉଛି। ହଁ ମା, ବହୁତ ବଢିଆ କଥା ଗୁଡା କହିଲେ। କିଛି କିଛି ପ୍ରସଙ୍ଗ ଗୁଡିକ ମୁଁ ଯୋଡିବା ପାଇଁ ଚାହୁଁଛି।
ମୋର ଗୁଡ଼ାଏ ଏଇ ବିଷୟରେ ବହୁତ ଲୋକଙ୍କ ଘରକୁ ଯାଇକି ଅଭିଜ୍ଞତା ହେଇଛି। କେତୋଟି କଥା ବହୁତ ଇମ୍ପୋର୍ଟାଣ୍ଟ ଅଛି, ଟିକେ ସମସ୍ତେ ପରୀକ୍ଷିକି ଦେଖିବେ ଏଇଟା ଭଲ ସତ କି ମିଛ ହେଲା। ସାଧାରଣତଃ ଦେଖିବାକୁ ଗଲେ ଆମ ଗୁରୁ ଭାଇ ଫ୍ୟାମିଲି ଗୁଡ଼ାରେ ଯୋଉ ସ୍ୱସ୍ତିୟନୀ ନେଇଛନ୍ତି ସେଗୁଡ଼ାରେ ଦେଖିବାକୁ ଗଲେ ପୁରୁଷ ଲୋକଙ୍କ କଥା ମୁଁ ଅଲଗା କହୁଛି, ନାରୀ ଲୋକଙ୍କ ମା ମାନଙ୍କ କଥା ଅଲଗା କହୁଛି। ପୁରୁଷ ଲୋକମାନଙ୍କ ଜେନେରାଲ ଟେଣ୍ଡେନ୍ସି ହେଲା ସେମାନେ ଘରେ ରହିବେନି, ତାଙ୍କ ଅଫିସରୁ ଆସିଲେ କୋଉଠି ସତ୍ସଙ୍ଗ ପଳେଇବେ ଏବଂ କିମ୍ବା ଠାକୁରଙ୍କର ବାହ୍ୟ କାମ ଗୁଡ଼ିକରେ ଯୋଗ ଦେବେ। ପ୍ରାୟତଃ ବହୁତ ଜଣ ଏଇ ମାତ୍ରାରେ ନିଜକୁ ନିୟୋଜିତ ରଖିଛନ୍ତି। କିନ୍ତୁ ଯେତେବେଳେ ଘରକୁ ଆସିବେ ବହୁତ କିଛି ଜିନିଷ ଅସଜଡ଼ା ଥାଏ, ବହୁତ ଜିନିଷ ଅସଜଡ଼ା ଥାଏ ଏବଂ ଏଇ ଅସଜଡ଼ାରେ ସେମାନଙ୍କର ଏକ୍ସପେକ୍ଟେସନ ଥାଏ ଯେ ଏଇଟା ଏମିତି ରହିବା କଥା, ସେମିତି କାହିଁକି ହେଇନି, ଏବଂ ସେଇଠି ହିଁ ମନ ଅଶାନ୍ତି ତାଙ୍କର ହୁଏ ଏବଂ ଦୋଷଟା ଆସେ ସ୍ତ୍ରୀ ମାନଙ୍କ ପାଖକୁ। ଇନ୍ ଜେନେରାଲି ପ୍ରତ୍ୟେକ ଘରେ ମୁଁ ଦେଖେ। କେମିତି ୟାକୁ ମୁଁ ପରୀକ୍ଷିଛି, ମୁଁ ଗୋଟେ ଘଟଣା କହୁଛି। ଥରେ ମୁଁ ବଲାଙ୍ଗୀର ଯାଇଛି, ଜଣେ ଭାଇ ମତେ ଜଣକ ଘରକୁ ନେଇକି ଯାଇଛନ୍ତି ଏବଂ ସେଠି ସେ ଭାଇ ଘରେ ଥିଲେ। ମା ତାଙ୍କୁ କହିଲେ ଭାଇ ଆସିଛନ୍ତି ଟିକେ ଆସନ୍ତୁ। ତାପରେ ଭାଇ ସୋଫାରେ ବସିଲେ, ମା ଗୋଟେ ସାଇଡ ସୋଫାରେ ବସିଲେ, ମୁଁ ମଝିରେ ବସିଲି। ମୁଁ କହିଲି ଭାଇ ଆଜି ଜାଣିଛନ୍ତି ନା, କିଛି ନାହିଁ ପ୍ରଥମରୁ ଆରମ୍ଭ କଲି। ମୁଁ କହିଲି ଜାଣିଛନ୍ତି ନା ଆଜିକାଲି ମାତୃ ସମ୍ମାନ କଣ ଏ ଭାଇ ମା ମାନେ କରୁଛନ୍ତି, ଯାଇକିରି ଠାକୁରଙ୍କର ବହୁତ କାମ କରୁଛନ୍ତି, ବହୁତ କଥା କହୁଛନ୍ତି, କିନ୍ତୁ ସରିଗଲା ପରେ ସ୍ୱାମୀ ବିରୁଦ୍ଧରେ ଆଉ ଶାଶୁ ବିରୁଦ୍ଧରେ ଶ୍ୱଶୁରଙ୍କ ବିରୁଦ୍ଧରେ କହୁଛନ୍ତି। ଏମିତିରେ କଣ ଘର ସଂସାର ଠିକ ନଥାଏ କି ଠାକୁରଙ୍କ କାମଟା ବାହାରେ କରିଦେଲେ ଭଲ ଠିକ ହବ? ଲୋକଙ୍କ ଭିତରେ ବିଶ୍ୱାସ ଆସିବ କହୁନାହାନ୍ତି ଭାଇ? ତାପରେ କଥାବାର୍ତ୍ତା ହେଲି, କିଛି ହେଲା, ବହୁତ କିଛି ଜିନିଷ ହେଲା। ତାପରେ ସରିଗଲା, ମୁଁ ପଳେଇଗଲି। ପଳେଇଗଲା ପରେ ସେ ଯୋଉ ଭାଇ ମତେ ନେଇକି ଯାଇଥିଲେ, ସେ ତାଙ୍କୁ ପଚାରିଲି କଣ ଭାଇ କଣ କହିଲେ କି ମୋ ବିଷୟରେ କିଛି ଖରାପ କହୁଥିଲେ? ନାଇଁ ଖରାପ କଣ କହିବ, ସେ କହିଲେ ଏତେ ଦିନ ହେଲା ଯୋଉ ଯୋଉ ଭାଇ ମାନଙ୍କୁ ନେଇକି ଆସିଛୁ କେହି ଠାକୁରଙ୍କୁ ଠିକ ସେ ଧରିନାହାନ୍ତି, ଏଇ ଯୋଉ ଭାଇଟା ଆସିଛି ସେ ଠିକ ସେ ଧରିଛି। ଠୋ ଠା କରିକି ମୁଁ ହସିଲି। ମୁଁ ଆକ୍ଚୁଆଲି ଜାଣି ଶୁଣି ଏଇ କଥାଟା ଏଇଥିପାଇଁ କହିଛି କାରଣ ଗୋଟେ ସ୍ୱାମୀର ମନଟା କେତେ ବାଧିଥିବ, କେତେ ଦୁଃଖ ହଉଥିବ, ସେ ହୁଏତ ତାକୁ ଖାଇବାକୁ ବାଢି ନଥିବ, କି ହୁଏତ ବାଢି ଦେଇକି ଘୋଡେଇ ଦେଇକି ପଳେଇଥିବ, କିମ୍ବା ଯଦି ବି ସେ ବାଢି ଦେଇକି ଯାଇଛି ଖୁଏଇକି ବି ଯାଇଛି ସ୍ୱାମୀଙ୍କୁ, ପଚାରିକି ବି ଯାଇଛି ହଁ ମୁଁ ଯାଉଛି ଆଉ ଆପଣ ଏମିତି ଖାଇଦେବେ କି ଯାହା ବି ଅନୁମତି ନେଇକି ଯାଇଥିବେ। ଆସିଲା ପରେ ହୁଏତ ସେ ବ୍ୟବହାର ସେଇଭଳିଆ ଏକ୍ସପେକ୍ଟ କରୁଥିବେ, ଗୋଟେ ସତ୍ସଙ୍ଗରୁ ଯାଇକି ଆସିଛନ୍ତି ଆଉ ସେଇ ଟାଇପ ର ବ୍ୟବହାର ଦେଖେଇବାଟା କେମିତି ଗୋଟେ ଅକ୍ୱାର୍ଡ ଲାଗୁଥିବ ତାଙ୍କୁ। ତାହେଲେ ଠାକୁର କଣ ଏମାନଙ୍କୁ ଏଇଆ ବୁଝେଇଛନ୍ତି ଯେ ସ୍ୱାମୀକୁ ଏଇଭଳିଆ କୁହାଯାଏ? ତ ସ୍ୱାମୀ ତରଫରୁ ସ୍ତ୍ରୀ ପ୍ରତି ଏଇଆ, କିନ୍ତୁ ସ୍ୱାମୀ ମାନଙ୍କର ବି ଆହୁରି ବଡ ଭୁଲ କଣ ନା ସେମାନେ ସ୍ତ୍ରୀ ପାଖରେ ମାନେ ବୁଝିବାକୁ, ସ୍ତ୍ରୀର ପରିସ୍ଥିତିକୁ ବୁଝିବାକୁ ସମୟ ଦିଅନ୍ତିନି। ଆଉ ବହୁତ କାଢୁଆମି, ମାନେ ଏତେ ସ୍ୱାମୀ ମାନେ ଏତେ କାଢୁଆମି ଯେ ତାଙ୍କଠୁ କାଢୁଆମି କେହି ନାହାନ୍ତି। ବହୁତ ବଡ ବଡ କାମ କରିଦିଅନ୍ତି ସତେ ଯେମିତି ସ୍ତ୍ରୀ ମାନେ କରିପାରିବେନି। ଏଇଟା ଗୋଟେ ସାଧାରଣ ଆମର ଇଣ୍ଡିଆନ କଲଚରରେ ରହିଯାଇଛି, ସ୍ତ୍ରୀ ମାନେ ଅପଟୁ, ବାହ୍ୟ କାମକୁ ଅପଟୁ, ଆମେ ମାନେ ବହୁତ ତାଡି ପକଉଛୁ। ଠିକ ଅଛି, ମୁଁ କହିବି ମୋ ସ୍ତ୍ରୀ ମୋର, ମୁଁ ଯେତିକି କରେ ତାଠୁ ବହୁତ ଗୁଣ ସେ ଅଧିକା କରିପାରେ। ଦିନକର ଘଟଣା, ମୋ ମିସେସ ମୋ ବୋଉ ଯେତେବେଳେ ସାଇକେଟ୍ରିକ ବେମାରରେ ପଡିଥାନ୍ତି, ମୁଁ ନେଇକି ଡକ୍ଟର ପାଖକୁ ନବା ପାଇଁ କୋଭିଡ ଟାଇମରେ ମୁଁ ସାହସ କରିପାରୁନଥିଲି। ମିସେସ ଦିନେ ନେଇକି ବୋଉକୁ ପଳେଇଲା, ନିଜେ ନିଜେ ହିଁ ଡକ୍ଟରକୁ ଦେଖେଇକି ପଳେଇ ଆସିଲା। ଏଇ କିଛି ମାସର ଘଟଣା। ତା ଆଣ୍ଠୁର ପେନ୍ ଥିଲା, ନିଜେ ଯାଇ MRI କରେଇ, ନିଜେ ଯାଇକିରି ସବୁ ଜିନିଷ ନିଜେ କରେ, ଯୋଉ ଗୋଟେ ଜିନିଷ ବି ମୁଁ ନିଜେ କରେଇନି ତା ପାଇଁ। କଥାଟା ବୁଝନ୍ତୁ, କେବେ ବି ଯଦି ସ୍ୱାମୀ ମାନେ ନିଜେ ରୋଷେଇ ଘରର 5 ଦିନର ଦାୟିତ୍ୱ ନିଅନ୍ତି, 6 ଦିନର ଯୋଉ ଅଶୌଚ ଟାଇମର ଦାୟିତ୍ୱ, ଫୁଲ ଟାଇମ ଦାୟିତ୍ୱ, ମାନେ ପିଲାଙ୍କୁ ଖୁଏଇବେ, ସ୍କୁଲ ଛାଡିବେ, ସବୁ କରିବେ, ତାପରେ ସେ ସ୍ୱାମୀଙ୍କ ଭିତରେ ଚେତା ପଶିବ ଯେ ସ୍ତ୍ରୀ କଣ, ଆଉ ସ୍ତ୍ରୀର କାର୍ଯ୍ୟ କଣ। ଆମର ପ୍ରାୟ ବାହାରେ ଢୋଲ ମାରିବା, ବାହାରେ ମାନଜସ୍ୟ ଗୋଟେଇବା, 99% ପୁରୁଷ ମାନଙ୍କର ଏଇ କର୍ତ୍ତବ୍ୟ। ଖରାପ ଭାବିବେନି, ପୁରୁଷ ମାନେ ରାଗିଲେ ବି ମୋର କିଛି ହବନି, ଏଟା ସିଧା କଥା କହୁଛି। ଲେଡିଜ ମାନଙ୍କର ପ୍ରୋବ୍ଲେମ ହେଲା ଛୋଟ କଥାକୁ ବଡ କରିବେ, ଗପିବେ, ଚାରିଆଡେ ଖାଲି ସ୍ୱାମୀ ସ୍ତ୍ରୀ, ସ୍ୱାମୀ ଶାଶୁ ଶ୍ୱଶୁର ବିରୁଦ୍ଧରେ କହିବେ, ସେଇ ଲୋକ ଆସିକି ପୁଣି ସ୍ୱାମୀ ଆଗନେଷ୍ଟ କହୁଛନ୍ତି ବୋଲି କହିବେ। ଠିକ ଅଛି, କେମିତି ମୁଁ ଯେତେବେଳେ କୌଣସି, ମୁଁ ତ ବହୁତ ଜାଗା ଓଡିଶାରେ ଯାଏ, ଯେତେବେଳେ ଘରକୁ ଯାଇକିରି ଯାଜନ କରିବାକୁ ଯାଏ ନା, ପ୍ରଥମେ ଦେଖେ ଠାକୁରଙ୍କ କଥା କହିସାରିଲା ପରେ ସ୍ତ୍ରୀ ଆସିକିରି ଟିକେ କହିବ ଭାଇ ଗୋଟେ ଟିକେ ସମୟ ଦେବେ, ସେ ଟିକେ ପ୍ରାଇଭେଟ କଥା ଅଛି। ଏମିତି ପ୍ରାୟ ମୁଁ ଯାଇଛି, ଇଭିନ୍ ସାଲେପୁର ବି ଯାଇଛି, ନା କହିବିନି, ବହୁତ ଜଣ ଆସିଯିବେ ଟିକେ ପ୍ରାଇଭେଟ କଥା ଅଛି। ପ୍ରାଇଭେଟ କଥା ସ୍ତ୍ରୀ ଲୋକଟା କଣ କହିବ
ନାଇଁ ଆଜ୍ଞା ଏମିତି ଏମିତି କଥା ଯେ ସ୍ୱାମୀ ଟିକେ ଏଇଭଳିଆ କରୁଛନ୍ତି ତ ତାଙ୍କୁ ଟିକେ କୁହନ୍ତୁ ତ ହେଲା। ମୁଁ ହେଲି ମିଡିଏଟର ବୁଝିଲେ। ହଁ ତାପରେ ମୁଁ ସ୍ୱାମୀକୁ ଡାକିକି ପୁଣି ବୁଝେଇବି ହେଲା। ଆଚ୍ଛା ସ୍ୱାମୀ ବି କହିବ ଟିକେ ପର୍ସନାଲ କଥା ଅଛି ସ୍ତ୍ରୀଟା ଏମିତି ଏମିତି କରୁଛି ବାପା ମାଆଙ୍କୁ ଏମିତି କରୁଛି ସେମିତି କରୁଛି ଏମିତି ଖାଇବାକୁ ଦଉନି, ତାକୁ ବୁଝେଇବି। କଥାଟା ଦେଖନ୍ତୁ ଆ ଭିତରେ କଣ ଅଛି ନା ସ୍ୱାମୀ ସମୟ ଦିଏ ସ୍ତ୍ରୀକୁ ବୁଝିବାକୁ ହେଲା, ସେତିକି ଦେଇଦେଲେ ବି ବହୁତ ହଅନ୍ତା। ନିଜ ଭିତରେ ଗୋଟେ ମେଳ ହଉନି, ମେଳ ହବା ପାଇଁ ବି ସେମାନେ ସମୟ ଦେବା କଥା। ପ୍ରଥମ ସମୟ ଦଉନାହାନ୍ତି, ଭିତରେ ଏକ୍ସପେକ୍ଟେସନ ଚାପା ଏକ୍ସପେକ୍ଟେସନ ପ୍ରବଳ, ଚାପା ଏକ୍ସପେକ୍ଟେସନ ପ୍ରବଳ ସ୍ୱାମୀର ସ୍ତ୍ରୀ ପ୍ରତି। ଏଇଟା ମୁଁ ଆପଣ କହୁଛି ଇଣ୍ଡିଆନ କଲଚରରେ ପ୍ରବଳ। କିନ୍ତୁ ଏବେ ଆସ୍ତେ ଆସ୍ତେ ଆଚାର୍ଯ୍ୟ ଦେବ ଏଟାକୁ ଭାଙ୍ଗୁଛନ୍ତି, ଆସ୍ତେ ଆସ୍ତେ ଆଚାର୍ଯ୍ୟ ଦେବ ଏଟାକୁ ଭାଙ୍ଗୁଛନ୍ତି ହେଲା। ଏଇ ଯୋଉ ଗୋଟେ ପ୍ରି କନସେପସନ ରଖିକି ଆମେ ବସିଛୁ, ଆମେ ଗୋଡ଼ ହାତ ହଲେଇବୁ ସେ ଆସି ଗୋଡ଼ ହାତ ଚିପି ଦେବେ, ଜୋତା ସଫା କରିଦେବେ, ଆମ କାମ କରିଦେବେ। ଏଟା ଚାକର ମେଣ୍ଟାଲିଟିରୁ ଖୁବ ତଳକୁ ମେଣ୍ଟାଲିଟି ରଖିକି ସ୍ତ୍ରୀ ମାନଙ୍କୁ ହୁଏତ ବହୁତ ସ୍ୱାମୀ ମାନେ ରଖିଛନ୍ତି। ଏହା ଫଳରେ ଏଇ ଅମଳ ହଉଛି ନୁହେଁ। ସ୍ତ୍ରୀ ଯୋଉ ମା ହଉଛି ଗୋଟେ ଘରର ସାମ୍ରାଜ୍ଞୀ, ତାକୁ ସେଇ ଟାଇପର ଯଦି କଲଚର ଆପଣ ନିଜେ ଠାକୁରଙ୍କର କଥା ମାନି ନାମଧାନ କରି ଏସବୁ ଜିନିଷକୁ ନିଜର ଦୋଷକୁ ଦୁର୍ବଳତାକୁ କାଟି ଯଦି ବହୁତ ଜିନିଷ କରାଯାଆନ୍ତା, ତାହେଲେ ସ୍ତ୍ରୀ ମାନଙ୍କ ଭିତରେ ସେଇ ଭାବଟା ବି ଆସ୍ତେ ଆସ୍ତେ ନହେଲେ ବି ଯେତେ ଡେରି ହେଲେ ବି ହୁଅନ୍ତା ହୁଅନ୍ତା। ସବୁବେଳେ ଯେ ସ୍ତ୍ରୀର ଭୁଲ କହୁନି, ଆମର ଭୁଲଟା ଅଛି। ସ୍ତ୍ରୀ ମାନେ ବି ବହୁତ କ୍ଷେତ୍ରରେ କଣ କରୁଛନ୍ତି, ଅନଏକ୍ସପେକ୍ଟେଡ ଜିନିଷ ଗୁଡ଼ିକ କରୁଛନ୍ତି। କେବଳ ସ୍ୱାଧୀନତା ନାଁରେ ଘରୁ ବାହାରିକି ବହୁତ କାମ କରିଦେବେ, ବଡ ଜିନିଷ ହେଇଯିବ, ଏଇ ଚକ୍କରରେ ପ୍ରାୟ ସ୍ତ୍ରୀ ମାନେ ରହୁଛନ୍ତି, ପ୍ରାୟ ସ୍ତ୍ରୀ ମାନେ ରହୁଛନ୍ତି। ୟା ଫଳରେ କଣ ହଉଛି, କୋଉଠି ନା କୋଉଠି ଭଲ ସ୍ୱାମୀଟେ ବି ଅବହେଳିତ ହଉଛି, ଭଲ ସ୍ୱାମୀଟେ ବି ଅବହେଳିତ ହଉଛି। କାହିଁକି ନା ମୁଁ ଏନ୍ଆଇଟି କଲଚରରେ ରହୁଛି, ଏଠି ପ୍ରାୟ ପ୍ରତ୍ୟେକ ଘରେ ୱାଇଫ ମାନେ ଚାକିରି କରନ୍ତି। କଣ ଘରର ଘଟଣା ହୁଏ ମୁଁ ଦେଖୁଛି। ସେଥିପାଇଁ ଯେ ସ୍ତ୍ରୀ ବି ବୁଝିବା ଦରକାର ଯେ ମୋର ସ୍ୱାମୀ ସହିତ କେମିତି ଖାପ ଖୁଆଇବାର, ସେ ଚାକିରି କରୁ କି ଘରେ ରହୁ ସେଥିରେ ମ୍ୟାଟର୍ସ ନାହିଁ, କିନ୍ତୁ ଖାପ ଖୁଆଇବାଟା ମ୍ୟାଟର। ତାଙ୍କର କଣ ଏକ୍ସପେକ୍ଟେସନ ଅଛି ମୁଁ ସେଇଟାକୁ ମିଟ୍ କରିବା ଦରକାର। ଯେତେ ପୁରା ମିଟ୍ ନ କଲେ ବୁଝେଇ ସୁଝେଇ ତାଙ୍କୁ କନସେଣ୍ଟ ନେଇ ତାଙ୍କୁ ପଚାରି ତାଙ୍କ ମାନ ମର୍ଯ୍ୟାଦାକୁ ରଖି କରିବା ଦରକାର। ସ୍ୱାମୀ ବି ବୁଝିବା ଦରକାର ଅଧିକା କାଢୁଆପଣ କିଛି କାମ ନୁହଁ। କାରଣ ଆଜି ନହେଲେ କାଲି ସେ ସ୍ତ୍ରୀ ସ୍ୱାମୀର କାମ କରିକି ବି ପିଲାଙ୍କର କଥା ବୁଝୁଛନ୍ତି। ତେଣୁ ଆଜି କୋଉ ଦିନ ନା ଦିନ ଆସିବ ସ୍ୱାମୀ ଆସ୍ତେ ଆସ୍ତେ ଦୁର୍ବଳ ହେଇଯିବେ, କାରଣ ଏତେ କାଢୁଆ ବି ଭଲ ନୁହେଁ। ଆମର କର୍ତ୍ତବ୍ୟ ବି ଗୋଟେ ସ୍ତ୍ରୀଟାକୁ ଠାକୁର କହିଛନ୍ତି ନିଜ ଝିଅ ଭଳିଆ ତାକୁ ସମ୍ମାନ ଆଦର ଭଲ ପାଇବା ଦେଇକି ରଖିବା କଥା। ସେ ବି ହଉନାହିଁ। ସେଇଟା ଯଦି ହୁଅନ୍ତା ତାହେଲେ କେବେ ଭୁଲ ହୁଅନ୍ତାନି, କେବେ ଭୁଲ ହୁଅନ୍ତାନି। ପ୍ରାୟତଃ ବହୁତ କ୍ଷେତ୍ରରେ ଆମର ଝଗଡା କମିଯାଆନ୍ତା। ଏଇ ଯୋଉ ଭଲ ପାଇବା ନାହିଁ, ଆମେ ତା ଚପଲ ପିନ୍ଧିକି ଦେଖୁନୁ ଯେ ସେ କିପରି, ଆଉ ସେ ଆମ ଚପଲ ପିନ୍ଧି ଦେଖୁନୁ ଯେ ଆମେ କିପରି, ଏଇ ପ୍ରୋବ୍ଲେମଟା ରହୁଛି। ମୋର ଗୋଟେ ସବୁଠୁ ବଡ ଜିନିଷ ମୁଁ ମୋ ଘରେ ନିଜେ ଆପ୍ଲାଏ କରିଛି। ମୁଁ ନିଜେ ମୋ ୱାଇଫକୁ ଗୋଟେ ମାସ କି କିଛି ଦିନ ଛାଡିଦିଏ, ତମେ ତମର ଯାହା ଚାହୁଁଛ ତମେ କର, ମୁଁ ପିଲାଙ୍କ କେୟାର ନେବି ଏବଂ ଘରର ସବୁ ଜିନିଷ ବୁଝିବି ଏବଂ ମତେ ବି ଟିକେ ରିଲାକ୍ସ କରିଦବ ତମେ। ପୁଣି କାହିଁକି ଏଟା ମୁଁ ଜାଣି ଶୁଣି କରେ ନା ମୁଁ ରିଏଲି ବୁଝେ। ଯେତେବେଳେ କହେ ଯେ ଭାତ ରନ୍ଧା ହେଇନି, ଏତେ ଦିନ ଟାଇମ ହେଇଗଲାଣି, ମୁଁ ଯିବାର ଅଛି, ସେତେବେଳେ ମୁଁ ଆଜି ଯେତେବେଳେ ଘରେ ଯାଇକି କରେ ବୁଝେ ଦେଖେ ନା ସତରେ ରୋଷେଇ କଲା ଭିତରେ ବହୁତ ଜିନିଷକୁ ଦେଖିବାକୁ ହୁଏ। ମତେ ଯଦି କିଏ ସ୍ତ୍ରୀ କହିଥିବ ଯେ ପିଲାଙ୍କୁ ଏଇଟା ଟିକେ ଦେଇଦବ ନ୍ୟୁଟ୍ରିଲାଟା ଅଛି ସେଠି, ମୁଁ ଗଲା ଘର ସାରା ଖୋଜୁଥିବି କୋଉଠି ନ୍ୟୁଟ୍ରିଲା ଅଛି ତାଙ୍କୁ ରୁଟି ସାଙ୍ଗରେ ଦେବି। ସାଧାରଣ ଜିନିଷ ମୋରି ଘରେ ମୁଁ ନିଜେ ଜାଣିନି କୋଉଠି ରହୁଛି। ତ ଯେତେବେଳେ ଆମେ ଅନ୍ୟର ଅସୁବିଧାଟା କହିବା ପୂର୍ବରୁ, ଅନ୍ୟକୁ ଆକ୍ଷେପ କରିବା ପୂର୍ବରୁ ନିଜେ ସେ ଜାଗାରେ ଯାଇକି ଥରେ କରୁ ସମ୍ପୂର୍ଣ୍ଣ ରୂପେ ଇଣ୍ଡିପେଣ୍ଡେଣ୍ଟଲି ବିନା ସାହାଯ୍ୟରେ, ତାପରେ ଯେତେବେଳେ କଥାଟା କହିବା ସେତେବେଳେ ସମସ୍ତେ ବୁଝିବେ। ଏଇ ନକରି ଆଉ ଆଂଶିକ କରି କଥା କହିବାର ଅଭ୍ୟାସ ଆମର ଦୁଇ ଜଣଙ୍କର ହେଇଯାଇଛି, ସ୍ତ୍ରୀ ଆଉ ସ୍ୱାମୀର। ପ୍ରୋବ୍ଲେମ ହଉଛି ସେଇଠି। ଆଉ କେହି ବୁଝୁନାହାନ୍ତି ଯେ ଯେତେବେଳେ ପିଲା ଛୋଟ ଥାଏ ସେତେବେଳେ ଆପଣ ଝଗଡାଝାଟି କରିଦେଲେ, କିନ୍ତୁ ପିଲା ଟିକେ ବଡ ହେଲେ ସ୍ୱାମୀ ସ୍ତ୍ରୀକୁ ଦୋଷ ଦଉଥିବ ତମେ ଏମିତି ପିଲାଙ୍କୁ ବଢେଇଲ, ଆଉ ସ୍ତ୍ରୀ ସ୍ୱାମୀକୁ ଦୋଷ ଦଉଥିବ ତମେ ଏମିତି ତାଙ୍କୁ ଖୋଲା ଛାଡିଲ। ଚାଲିଥିବ ଏଇ ଲୀଳା, କେବେ ବନ୍ଦ ହବନି। ଆଉ ପିଲାମାନେ ସବୁବେଳେ ଅବାଟକୁ ଯିବେ। ଏଇଟାର ଆଜି ସତ୍ସଙ୍ଗ ଜଗତରେ ପିଲାମାନଙ୍କର ବାପା ମାଙ୍କୁ ନ ମାନିବାର ଏବଂ ଦୂରେଇ ଯିବାର ସବୁ ପରାକାଷ୍ଠା ଦେଖାଯାଉଛି। ସେଥିପାଇଁ ଖୁଏଇ ପିଏଇ ମସ୍ତି ମଜା କରି ହିଁ ସତ୍ସଙ୍ଗରେ ବାନ୍ଧିକି ରଖା ହଉଛି ପିଲାଙ୍କୁ, ଆଉ କିଛି ନୁହେଁ। ଅଦରୱାଇଜ ଯୋଉଟା କିଛି ଆବଶ୍ୟକତା ନାହିଁ। ଠିକ ଅଛି, ପରିଶେଷରେ ମୁଁ ଯାହା କହିଲି ମୋ ଅଭିଜ୍ଞତାରୁ ଜଣେଇଲି। ଆମେ ଚେଷ୍ଟା କରିବା ଦରକାର, ଆମ ଭୁଲକୁ ମାନିବା ଦରକାର। ହେଲେ ଆଙ୍ଗୁଳି ଦେଖିକି କାହାକୁ ସଜାଡି ହବ ନାହିଁ, ଜବରଦସ୍ତି କରି କାହାକୁ କରିହବ ନାହିଁ।
ଠିକ ଅଛି। ପରିଶେଷରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି, ରହୁଛି, ଜୟ ଗୁରୁ।